ପିଲାମାନେ ଏହି ଅଧ୍ୟାୟରେ ଆମେ ଦ୍ୱିଘାତ ସମୀକରଣ କ'ଣ ତାହା ବିଷୟରେ ଆଲୋଚନା କରିବା। ଏହି ବିଷୟରେ ଆମେ ଦ୍ୱିଘାତ ସମୀକରଣ କ'ଣ, ପୂର୍ଣ୍ଣବର୍ଗ ଦ୍ୱାରା ସମାଧାନ ଏବଂ ପ୍ରଭେଦକ କ'ଣ ତାହା ବିଷୟରେ ଶିଖିବା। ପ୍ରଥମେ ଆମେ ଜାଣିବା ଦ୍ୱିଘାତ ସମୀକରଣ କ'ଣ। P of x equal to ax square plus bx plus c ଗୋଟିଏ ଦ୍ୱିଘାତ ପଲିନୋମିଆଲ ଅଟେ, ଯେଉଁଠାରେ a ଓ b ଯଥାକ୍ରମେ x square ଓ x ର ସହଗ ଏବଂ c ଏକ ଧ୍ରୁବକ ସଂଖ୍ୟା ଅଟେ। ax square plus bx plus c କୁ ଦ୍ୱିଘାତ ସମୀକରଣ ବୋଲି କୁହାଯାଏ। ପ୍ରତ୍ୟେକ ଦ୍ୱିଘାତ ପଲିନୋମିଆଲ ଏକ ଦ୍ୱିଘାତ ସମୀକରଣ ସହ ସମ୍ପୃକ୍ତ ଅଟନ୍ତି। ଉଦାହରଣ ସ୍ୱରୂପ ax square plus bx plus c ଦ୍ୱିଘାତ ପଲିନୋମିଆଲଟି ax square plus bx plus c equal to 0 ଦ୍ୱିଘାତ ସମୀକରଣ ସହ ସମ୍ପୃକ୍ତ ଅଟେ। ବର୍ତ୍ତମାନ ପିଲାମାନେ ଆମେ ଦେଖିବା ଦ୍ୱିଘାତ ସମୀକରଣକୁ ପୂର୍ଣ୍ଣବର୍ଗ ପଦ୍ଧତିରେ କିପରି ସମାଧାନ କରାଯାଏ। ପୂର୍ଣ୍ଣବର୍ଗରେ ପରିଣତ କରି ଦ୍ୱିଘାତ ସମୀକରଣର ସମାଧାନ ପ୍ରଥମେ ଦଶମ ଶତାବ୍ଦୀରେ ଭାରତୀୟ ଗଣିତଜ୍ଞ ଶ୍ରୀଧର ଆଚାର୍ଯ୍ୟ ପ୍ରୟୋଗ କରିଥିଲେ। ଦ୍ୱିଘାତ ସମୀକରଣର ସମାଧାନ କରିବା ପାଇଁ ପୂର୍ଣ୍ଣବର୍ଗର ପ୍ରୟୋଗ ଏକ ସରଳ ଉପାୟ ଅଟେ। ପୂର୍ଣ୍ଣବର୍ଗ ଦ୍ୱାରା ସମାଧାନ ପ୍ରଣାଳୀକୁ ଆମେ ଉଦାହରଣ ଏବଂ ପ୍ରଶ୍ନ ମାଧ୍ୟମରେ ଉତ୍ତର ଭିତ୍ତିରେ ବୁଝିବା ପାଇଁ ଚେଷ୍ଟା କରିବା। ବର୍ତ୍ତମାନ ଆମେ ପୂର୍ଣ୍ଣବର୍ଗରେ ପରିଣତ କରି ଦ୍ୱିଘାତ ସମୀକରଣର କିପରି ସମାଧାନ କରାଯାଇପାରିବ ତାହା ବିଷୟରେ ଆଲୋଚନା କରିବା। ମନେକର ଆମେ ନେବା ଦ୍ୱିଘାତ ସମୀକରଣଟି ax square plus bx plus c is equal to 0। ତେବେ ଏହାକୁ ଆମେ ଉଭୟ ପାର୍ଶ୍ୱରେ ପ୍ରଥମେ a ଦ୍ୱାରା ଭାଗ କରିବା। a ଦ୍ୱାରା ଭାଗ କରିବା ଦ୍ୱାରା ଆମେ ଦେଖିବା ଯେ x square plus b by a into x plus c by a is equal to 0 ହେବ। ଏହି ସମୀକରଣରେ ଆମେ ଦେଖିପାରିବା ଧ୍ରୁବକ ରାଶିଟି ହୋଇଯିବ c by a। ଏହି ଧ୍ରୁବକ ରାଶିଟିର ପାର୍ଶ୍ୱ ପରିବର୍ତ୍ତନ କରିବା ଦ୍ୱାରା ଆମେ ପାଇବା x square plus b by a into x is equal to minus c by a। ଆମେ x square plus b by a into x plus c by a is equal to 0 ସମୀକରଣଟିକୁ ଅନ୍ୟ ଭାବରେ ଲେଖିପାରିବା x square plus 2x into b by a is equal to minus c by a। ବର୍ତ୍ତମାନ ଆମେ ଯଦି ଉଭୟ ପାର୍ଶ୍ୱରେ b by 2a ର ସ୍କ୍ୱାର କୁ ଯୋଗ କରିବା ଆମେ ଲେଖିପାରିବା x square plus 2x into b by 2a plus b by 2a ର ସ୍କ୍ୱାର is equal to b by 2a ର ସ୍କ୍ୱାର minus c by a। ଏହାକୁ ଆମେ ପୁଣି ଲେଖିପାରିବା x square plus 2 into x into b by 2a plus b by 2a ର ସ୍କ୍ୱାର is equal to b square by 4a square minus c by a is equal to b square minus 4ac by 4a square। ବର୍ତ୍ତମାନ ଆମେ ଦେଖିବା ଯେ x square plus 2 into x into b by 2a plus b by 2a ର ସ୍କ୍ୱାର କୁ ଆମେ ଲେଖିପାରିବା x plus b by 2a ର ହୋଲ ସ୍କ୍ୱାର। ଏଠାରେ a plus b ର ହୋଲ ସ୍କ୍ୱାର is equal to a square plus 2ab plus b square ର ସୂତ୍ରଟିକୁ ବ୍ୟବହାର କରି ଆମେ ଲେଖିଲେ x square plus 2x into b by a plus b by a ର ସ୍କ୍ୱାର is equal to x plus b by 2a ର ହୋଲ ସ୍କ୍ୱାର। ସେହିପରି ଭାବରେ ଦକ୍ଷିଣ ପାର୍ଶ୍ୱଟିକୁ ଆମେ ଲେଖିପାରିବା b square minus 4ac ର ରୁଟ୍ by 2a ର ହୋଲ ସ୍କ୍ୱାର। ଏଠାରେ ଆମେ ଦେଖିବା ଯେ ଉଭୟ ପାର୍ଶ୍ୱରେ ପୂର୍ଣ୍ଣବର୍ଗରେ ପରିଣତ କରି ଲେଖାଯାଇଅଛି। ଉଭୟ ପାର୍ଶ୍ୱରୁ ବର୍ଗଟିକୁ ବାହାର କରିବା ଦ୍ୱାରା ଆମେ ଲେଖିପାରିବା x plus b by 2a is equal to b square minus 4ac ର ରୁଟ୍ by 2a implies x ର ମୂଲ୍ୟ ଆମେ ଲେଖିପାରିବା minus b by 2a plus minus b square minus 4ac by 2a। ଏହାକୁ ସମାଧାନ କରିବା ଦ୍ୱାରା ଆମେ ଲେଖିପାରିବା x is equal to minus b plus minus b square minus 4ac ର ରୁଟ୍ by 2a। ଏହା ହିଁ ହେଉଛି x ର ମୂଲ୍ୟ। ତେଣୁ ଏଠାରେ ଯେହେତୁ ପ୍ଲସ୍ ମାଇନସ୍ ରହିଅଛି ଆମେ x ର ଦୁଇ ଗୋଟି ମୂଲ୍ୟ ପାଇବା। ପ୍ରଥମ ମୂଲ୍ୟଟି ହୋଇଯିବ x is equal to minus b plus b square minus 4ac by 2a ଏବଂ ଦ୍ୱିତୀୟ ମୂଲ୍ୟଟି ହୋଇଯିବ x is equal to minus b minus b square minus 4ac by 2a। ଏହିପରି ଭାବରେ ପୂର୍ଣ୍ଣବର୍ଗରେ ପରିଣତ କରି ଆମେ ଦ୍ୱିଘାତ ସମୀକରଣର ସମାଧାନ କରିପାରିବା। ବର୍ତ୍ତମାନ ଏହାର ଏକ ଉଦାହରଣ ଆମେ ଲକ୍ଷ୍ୟ କରିବା।
समीकरणटी दिया जाई अछि 6x² + 11x + 3 = 0। एही समाधानटी को करिवा पई प्रथमे आमे देखिबा a = 6, b = 11 एवं ध्रुवक राशि c = 3 अटे। प्रथम सोपान रे आमे प्रत्येक समीकरणटी को 4a द्वारा भाग करिबा, अर्थात 24 द्वारा आमे 6x² + 11x = -3 को उभय पार्श्व रे गुणन करिबा द्वारा पाइबा जे 24 * 6x² + 11x -3 * 24। वर्तमान एहा को आमे गुणन करी लिखिबा द्वारा पाइबा 144x² + 264x -72 implies आमे 144x² को 12x रो होल स्क्वायर भाबरे लिखि परिबा एवं 264x को आमे 2ab रूप रे प्रकाश करिबा पई लिखिबा जे 2 * a अर्थात 12x into बाकी रही गला 11 अर्थात 2ab रो मूल्य होई जिवो 2 * 12x * 11 = -72। तेनु एठारे आमे पाइले 12x रो होल स्क्वायर प्लस 2 * 12x * 11 = -72। वर्तमान आमे उभय पार्श्व रे सरलीकृत करिबा द्वारा पाइबा 12x + 11 रो होल स्क्वायर होई जिवो -72 + 121 = 49 +-7 रो होल स्क्वायर। वर्तमान आमे उभय पार्श्व रु स्क्वायर को बाहर करिबा द्वारा पाइबा 12x = -11 + -7 हो, अर्थात 12x = -11 + 7 हो किंबा -11 - 7 हो। तेनु 12x रो मूल्य -4 हो किंबा -18 हो, अर्थात x रो मूल्य -4/12 = -3 हो किंबा -18/12 = -3/2 हो। तेनु निर्णय मूलद्वय होई जिवो -1/3 और -3/2। एही परि भाबरे पूर्ण वर्ग रे परिणत करी आमे द्विघात समीकरण रो समाधानटी निर्णय करि परिबा। पिला माने वर्तमान प्रभेदक कोन ता विषय रे आलोचना करिबा। b² - 4ac को द्विघात समीकरण ax² + bx + c = 0 रो प्रभेदक बोली कहा जाय ओ या को d द्वारा सूचित करा जाय, अर्थात आमे लिखि परिबा जे d = b² - 4ac। मूलद्वय को d माध्यम रे प्रकाश कले आमे लिखि परिबा जे α = -b ± b² - 4ac/2a, अर्थात α = -b √d/2a एवं सही परि भाबरे बीटा रो वैल्यू आमे लिखि परिबा -b -√d/2a। पिला माने एही विषय रे आमे द्विघात समीकरण कोन, एहार पूर्ण वर्ग द्वारा किपरि समाधान होई परिबो एवं प्रभेदक कोन एहा विषय रे आलोचना कले। पिला माने एही विषय रे आमे द्विघात समीकरण कोन, एहार पूर्ण वर्ग द्वारा किपरि समाधान होई परिबो एवं प्रभेदक कोन एहा विषय रे आलोचना कले। परवर्ती अध्याय रे आमे मूलद्वय रो स्वरूप विषय रे तथा मूलद्वय और सहग मध्य रे संपर्क विषय रे एवं केते गुडे ज्ञातव सूत्र विषय रे आलोचना करिबा।